ମୁଁ ସମ୍ପୂର୍ଣ୍ଣ ଦାୟୀ କରିବି ଏଥିପାଇଁ ମାଲିକମାନଙ୍କୁ। ଜଣେ ମାଲିକକୁ ସପୋର୍ଟ କରିବାକୁ ଯାଇ ତାର ଅନ୍ୟାୟକୁ ପ୍ରତିବାଦ କରିବା ବଦଳରେ ତା ଅନ୍ୟାୟକୁ ସମର୍ଥନ ଦେଇ କଳାକାରଙ୍କ ପ୍ରତି ଅନ୍ୟାୟ କରିବା ମାଲିକମାନଙ୍କର ପ୍ରଥମ ଭୁଲ। ଜଣେ ବର୍ଷିୟାନ କଳାକାର ଆଜିକି ଦୀର୍ଘ 40 ବର୍ଷ ହେଲା ସେ ଯାତ୍ରା କରି ଆସୁଛି, ତାକୁ ନେଇ ମାଡ଼ ମାରିବା, ବିଭିନ୍ନ ଅକଥନୀୟ ଅତ୍ୟାଚାର ତାପରେ କରିବା, ଶେଷରେ ସେ ଯେଉଁଠି ବାଡ଼େଇଥିଲେ ସେ ଘରର ସିସିଟିଭି ଫୁଟେଜକୁ ଡ୍ୟାମେଜ୍ କରିବା, ସେ ଘରେ ଲାଗିଥିବା କଳା କାଚକୁ ଧଳା କାଚରେ ପରିଣତ କରିବା, ବାଲିଚନ୍ଦ୍ରପୁର IIC କି ପଇସା ଦେଇକି କେସ୍କୁ ଚପେଇବା ପାଇଁ ଉଦ୍ୟମ କରିବା, ଏମିତି ବିଭିନ୍ନ ପ୍ରକାର ଅକଥନୀୟ କାର୍ଯ୍ୟ କରିବା ପରେ ସେମାନଙ୍କର ମନ ଶାନ୍ତି ନ ହେବା ପରେ ବି ତାକୁ ଯାତ୍ରାରୁ ବ୍ୟାନ୍ କରିଦେବା। ପ୍ରକୃତରେ କହିବାକୁ ଗଲେ ଏଥିପାଇଁ ସମ୍ପୂର୍ଣ୍ଣ ମାଲିକମାନେ ହିଁ ଦାୟୀ। ଆଜିକା ଡେଟ୍ରେ ଯଦି ପଇସାର କଥା ନେଇକି ଯଦି କିଛି ବିବାଦ ଉଠିଥାଏ ତାହେଲେ ସେଥିପାଇଁ ବି ମାଲିକ ଦାୟୀ। ଯାତ୍ରା କଳାକାରମାନଙ୍କର ଦରମା ବଢ଼େଇବା ଲୋକ କିଏ? ସେଇ ମାଲିକମାନେ ହିଁ ସେମାନଙ୍କ ଦରମା ବଢ଼ାନ୍ତି। ଯଦି ସିଏ ଆଜି ସେ ପାର୍ଟିକି ଯାଉଛି 10 ଲକ୍ଷରେ, ତାହେଲେ ଏ ମାଲିକ ତାକୁ ଚୁପ୍ କିନା କୁହେ ଭାଇ ଆସେ ମୁଁ ଦେବି 15 ଲକ୍ଷ। ଭାଇ ଯିଏ 15 ଲକ୍ଷ ପାଇବ ସ୍ୱାଭାବିକ ସେ ଦେଇକି ଯିବ ନା। ତାପରେ ଆଉ ଗୋଟେ କଥା ଦେଖିବା, ଯଦି ଯାତ୍ରା ସିଜିନ୍ ଆରମ୍ଭ ହେବ ଜୁନ୍ ମାସ ପରଠାରୁ, ବର୍ତ୍ତମାନ ଯାତ୍ରା କଳାକାରଙ୍କୁ ରେଷ୍ଟ ଦିଆଯିବ। 2-3 ମାସ ସେମାନେ ବର୍ତ୍ତମାନ ତାଙ୍କ ଘରକୁ ଯିବେ, ଭଲ ମନ୍ଦ କରିବେ, ତାପରେ ଯାତ୍ରା କଳାକାର ନିର୍ଦ୍ଦିଷ୍ଟ କରାଯାଏ ଯେ କିଏ କେଉଁ ପାର୍ଟିକି ଯିବ ବୋଲି। ଏମାନେ ତ ଖଣ୍ଡଗିରିରେ ଯାତ୍ରା ପଡ଼ିବା ଭିତରେ ଯେଝା ବ୍ୟାନର ଯିଏ ମାରି ସାରିଲାଣି, ମୋ ପାଖକୁ ଇଏ ଆସିବ, ମୋ ପାଖକୁ ସିଏ ଆସିବ। ଏ ଜିନିଷ ଘଟୁଛି କାହିଁକି? ତାମାନେ ଏ ମାଲିକମାନଙ୍କର ଗାଣ୍ଡି ମୁଣ୍ଡ ଏକାଠି ନାହିଁ ବୋଲି ଆଜି ଏ ପ୍ରକାର ପରିସ୍ଥିତି ଘଟିଲା। ଯଦି ଜଣେ ମାଲିକଠାରୁ ଗୋଟେ କଳାକାର ଏ ମାଲିକଠାରୁ 10 ଲକ୍ଷ ଆଣୁଛି, ତାପରେ ସେ ମାଲିକଠାରୁ ଯାଇ ପୁଣି 15 ଲକ୍ଷରେ ଡିଲ୍ କରୁଛି, ତାମାନେ ଏ ମାଲିକମାନଙ୍କର ଯଦି କଥାବାର୍ତ୍ତା ବା ସାମଞ୍ଜସ୍ୟ ତାଙ୍କ ଭିତରେ ଠିକ୍ ଥାନ୍ତା ତାହେଲେ ଆଜି ଏ ପରିସ୍ଥିତି ଘଟିନଥାନ୍ତା। ଆଜିର ଡେଟ୍ରେ ଯଦି ଏମିତି କିଛି ପରିସ୍ଥିତି ସୃଷ୍ଟି ହେଉଥାଏ ସେଥିପାଇଁ କେବଳ ମାଲିକମାନେ ହିଁ ଦାୟୀ। ଆଉ ବର୍ତ୍ତମାନ ତ କଳାକାର ସଂଘ ବାହାରିଲା, ମାଲିକ ସଂଘ ବାହାରିଲା, ସିଏ ସୋନାଲି ପଣ୍ଡା ତା ସ୍ୱାମୀ ବର୍ତ୍ତମାନ କହିଲାଣି ସିଏ ମୋ ସ୍ତ୍ରୀ, ସିଏ ଯାଇକି ଆଜିକି 10 ବର୍ଷ ହେଲାଣି ଅଛନ୍ତି। ଅୟ ନାଣ୍ଡୁ ବାବୁ, ତମେ କେତେ ପ୍ରକାର ଜାଲିଆ କିଓ? ଯେଉଁ ଘରେ ଲୋକଙ୍କୁ ତ ଖାଇବାକୁ ଦେଉଛ ସେ ଘରେ ଲୋକଙ୍କୁ ମାରୁଛ, କାହା ସ୍ତ୍ରୀକି ନେଇକି ରଖୁଛ, ଗୋଟେ 12 ବର୍ଷର ପୁଅଟିକି ଛାଡ଼ିକି ତାକୁ ଆଜିକି ନେଇକି ରଖିଲେଣି 10 ବର୍ଷ ହେଲାଣି। ସେ ଯେଉଁ ଘରକୁ ଛୁଟି ହୁଏ 3 ମାସ ସେ ତାହେଲେ ଯାଏ କେଉଁଠିକି? ସେ ଝିଅ ତ କହୁଛି, ସୋନାଲି ତ କହୁଛି ମୁଁ ମୋ ବାପା ମାଆଙ୍କୁ ସମସ୍ତଙ୍କୁ ଛାଡ଼ି ଦେଇଛି, ସ୍ୱାମୀକି ଛାଡ଼ି ଦେଇଛି, ସମସ୍ତଙ୍କୁ ଛାଡ଼ି ଦେଇଛି। 3 ମାସ ଆପଣ ନେଇ ରଖନ୍ତି ତାକୁ କି? ଶୁଣନ୍ତୁ ନାଣ୍ଡୁ ବାବୁ, ଏ କଥାର ସମାଧାନ କରନ୍ତୁ। ଆପଣ ଯାତ୍ରା ମାଲିକମାନେ ସମସ୍ତେ ବସିକି ସମାଧାନ କରନ୍ତୁ। ଏବେ ପବିତ୍ର ପାତ୍ର ଯିଏକି ରାଜଧାନୀ ଅପେରାର ମାଲିକ, ସେ କଳାକାରଙ୍କ ଉପରୁ ଡାଇରେକ୍ଟ ଆଙ୍ଗୁଠି ଉଠେଇଲେ, ତାଙ୍କ ବୋପା କକା ନାଁ ଧରି କହିଲେ। କ'ଣ ପାଇଁ? ସେମାନେ କ'ଣ ମାହାଳିଆ ଖଟୁଛନ୍ତି ନା ଆପଣ ତାଙ୍କୁ ମାହାଳିଆ ପଇସା ପତ୍ର ଦେଇ ଦେଉଛନ୍ତି? ସେମିତି ତ କିଛି ନାହିଁ। ସେମାନେ ରାତି ରାତି ଅନିନ୍ଦ୍ରା ହେଉଛନ୍ତି। ରାତି ରାତି ଅନିନ୍ଦ୍ରା ହେଇକି ବର୍ଷକ 12 ମାସରୁ 10 ମାସ ସେମାନେ ରାତି ଅନିନ୍ଦ୍ରା ହେଉଛନ୍ତି। କେଉଁଠି ଖାଉଛନ୍ତି, କେଉଁଠି ପିଉଛନ୍ତି, କେଉଁଠି ରହୁଛନ୍ତି, ସେ ଆଜି ପର୍ଯ୍ୟନ୍ତ ତାଙ୍କ ବାପା ମା ମରିଗଲେ ବି କଳାକାରମାନେ ଯାଇପାରୁନାହାନ୍ତି, ପିଲାଛୁଆଙ୍କୁ ବି ଦେଖିପାରୁନାହାନ୍ତି। ଆଉ ଆପଣ କଳାକାରଙ୍କ ଉପରେ ଏମିତି ଜୁଲୁମ କରିବାଟା ଠିକ୍ ହେଉନି। ଆପଣ ଯେଉଁ ଭାବୁଛନ୍ତି କଳାକାରଙ୍କୁ ତଡ଼ିଦେବେ, କଳାକାର ଆଜିକା ଡେଟ୍ରେ କଳାକାରଙ୍କୁ ନେଇ ଆପଣ କଳାକାର ଆଜି ରୋଜଗାର କରି ଦେଉଛନ୍ତି ବୋଲି ଆପଣ କୋଟିପତି ହୋଇଛନ୍ତି। ଆପଣ ତାଙ୍କୁ ମାହାଳିଆ ପଇସା ଦେଉନାହାନ୍ତି, କିନ୍ତୁ ଶୋଷଣ ସବୁ ଦର୍ଶକଙ୍କ ପାଖରୁ ହେଉଛି, ଦର୍ଶକ ହିଁ ଦେଉଛନ୍ତି। ଇଏ ସବୁର ମୂଳ ଉତ୍ପାଦନ ହେଉଛନ୍ତି ଆପଣ। ये जिते प्रकार असुविधा सृष्टि होती आपको मालिक मैंने ही करछन्ति। आपण आपणଙ୍କ ଭିତରେ कंटेस्ट करछन्ति, कहउछन्ति यात्रा पार्टी किसी होउनी, आम हैरान होउछु, हरकत होउछु। हैरान हरकत कौन? आप गोटे गोटे पार्टी जगह 3-4टा लेखा पार्टी कर सारे, आप हैरान कौन होउछन्ति? गोटे पार्टी में जब 5 कोटी टंका 6 कोटी टंका खर्च होउछि, पेमेंट पत्र देले 10 कोटी टंका खर्च होउछि, आपण जनके 2टा 3टा 4टा पार्टी कर सारे, तो लाभ होउनी कौन? आपण जिते कलाकार को देले भी आपनकर लाभ बहुत अच्छी। फिर भी मुझे आपन को गोटे जिनिस कहूँ जे जिते यात्रा मालिक मैंने अच्छा, यात्रा मालिक मैंने तुरंत एकाठी होकर आर समाधान करूँ। आसंता जून मास सुधा जो कलाकार मैंने जीवे घर को, सेतबेले समस्ते कलाकार और मालिक एकाठी बसी ए कथा को वर्तमान पूर्णछेद करी चुपचाप रही आगामी दिन में यात्रा कलाकार और मालिक मैंने जो छुट्टी समस्ते एकाठी बसतु, बसिक आर गोटे तुरंत समाधान करूँ। ता सहित ये यात्रा पार्टी जो टिकट 300, 400, 500, 250 एमती अच्छी, साधारण लोक भी यात्रा देखी पारना। यात्रा मालिक मानक कलाकार मानक अनुरोध करुच्ची ये प्रति ध्यान दिंतु, ना आगामी दिन में जदि आपंकर 3000 चेयर पड़ी तो 1000 लोक बसी थे, कहीं जहाँ पकेट्रे पैसा थी सी जा यात्रा देखो, से मालिक मानकर भी लस हम।
ସେଥିପାଇଁ ସର୍ବସାଧାରଣ ଆଜିକା ଡେଟ୍ରେ ଓଡ଼ିଶାର ରଙ୍ଗମଞ୍ଚ କହିଲେ ବା ଗୋଟେ ଯେଉଁଟା କୁହନ୍ତି ସାଂସ୍କୃତିକ କାର୍ଯ୍ୟକ୍ରମ କହିଲେ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ କହିଲେ ଓଡ଼ିଶାର ସର୍ବପ୍ରଥମେ ଯାତ୍ରା ନାଁ ଆସେ। କାହିଁକିନା ଯାତ୍ରା ଗୋଟେ ଏଭଳି ଜିନିଷ ସେଇଟା ଲାଇଭ୍ କରାଯାଏ। ଯାତ୍ରା ଦେଖିବା ପାଇଁ ହଜାର ହଜାର ଦର୍ଶକ ବ୍ୟାକୁଳ ହୁଅନ୍ତି, କିନ୍ତୁ ବହୁତ ବାଧୁଛି ଆଜ୍ଞା, ପକେଟ ଖର୍ଚ୍ଚଟା ହିଁ ବହୁତ ବାଧୁଛି। ସେଥିପାଇଁ ମୁଁ ଗୋଟିଏ ରିକ୍ୱେଷ୍ଟ କରିବି, ଆଗାମୀ ଦିନରେ ଯେଉଁ ଛୁଟି ପଡ଼ିବ ତା ଭିତରେ ନିର୍ଦ୍ଦିଷ୍ଟ ସମୟ ବାହାର କରି କଳାକାର ଓ ମାଲିକମାନେ ଏକାଠି ବସିବା ଦରକାର। ଏକାଠି ବସି ଆର ଗୋଟେ ବିଚାର କରି ଯେମିତି ଦର୍ଶକ ଦେବତାମାନଙ୍କୁ ସୁହାଇଲା ଭଳିଆ ଟିକଟର ମୂଲ୍ୟ ଧାର୍ଯ୍ୟ କରି କଳାକାରମାନଙ୍କୁ ସୁହାଇଲା ଭଳିଆ ତାଙ୍କର ଧାର୍ଯ୍ୟ ପଇସା ପତ୍ର ଦେଇ ସବୁ ଜିନିଷର ସମାଧାନ କରନ୍ତୁ। ନଚେତ୍ ଆଗାମୀ ଦିନରେ ଯାତ୍ରାପାଟି ବୁଡ଼ିଯିବ। ଯେମିତି ଓଡ଼ିଆ ଇଣ୍ଡଷ୍ଟ୍ରିରେ ଓଡ଼ିଆ ଫିଲ୍ମର ଆଉ ଚାହିଦା ନାହିଁ, ସେମିତି ଆଗାମୀ ଦିନରେ ଯାତ୍ରା କଳାକାର ବୁଡ଼ିଯିବ, ଯାତ୍ରାପାଟି ବୁଡ଼ିଯିବ। ସେଥିପାଇଁ ଦୟାକରି ଆପଣ ଆର ବିଚାର କରି ତୁରନ୍ତ ଆଗାମୀ ଦିନରେ ଯେଉଁ ଯାତ୍ରାପାଟି ବନ୍ଦ ରହିବ, କିଛି ଦିନ ଛୁଟି 2-3 ମାସ ରହିବ, ତା ଭିତରେ ଯାତ୍ରା କଳାକାର, ଯାତ୍ରା ଆଉ ଆମର ମାଲିକ କଳାକାର ମାଲିକ ଆଉ ଯାତ୍ରା କଳାକାରମାନଙ୍କ ଭିତରେ ଉଭୟଙ୍କ ଭିତରେ ବସିକି ଗୋଟେ ବୁଝାମଣା ହେବା ଦରକାର। ସେ ବୁଝାମଣାଟା କାଏମ କରନ୍ତୁ, ଆଗାମୀ ଦିନରେ ଯାତ୍ରାପାଟି ସୁରୁଖୁରୁ